ପାଡରା ପୁକା ପାଡି ଦେଇକି ପଳେଇ କିଏ ଖୁଳି ଖାଇଦେଲେ ମୁଁ ଟିକେ ଟେଷ୍ଟ କରୁଛି। କାଙ୍ଗାଳି ଟା ଏତେ ବଡ ଖଣ୍ଡ ଦେନେ ଜୟ ଜଗନ୍ନାଥ। ସବୁବେଳେ ଆମ ଉପରେ ଏମିତି ଆଶୀର୍ବାଦ ରଖିଥିବେ। ଯେହେତୁ ଆଜି ଆମର 10th ଆନିଭର୍ସରୀ, ସକାଳୁ ସକାଳୁ ଆମେ ଦି ଜଣ ରେଡି ହେଇକି ମନ୍ଦିର ପଳେଇଥିଲୁ। ଠାକୁରଙ୍କ ଦର୍ଶନ ସାରି ପୂଜା ପାଠ ସବୁ ସାରି ଘରକୁ ଜଲ୍ଦି ଜଲ୍ଦି ପଳେଇ ଆସିଲୁ, କାରଣ ଆମର କିଛି କାମ ଥିଲା। ଆଉ ସମସ୍ତେ ମତେ ପଚାରୁଛନ୍ତି ଯେ ବେକରେ କଣ ହେଇଛି। ମୁଁ ତ ଠିକ ସେ ଜାଣିନି ଏଟା କୋଉ ପୋକ ଲାଗିଛି, କିନ୍ତୁ ଡକ୍ଟରଙ୍କ କହିବା ଅନୁସାରେ ଏସିଡ୍ ଫ୍ଲାଇର ଯୋଉ ଏସିଡ୍ ଟା ଲାଗିକି ବେକରେ ପୁରା ଘା ଟାଇପ ର ହେଇଛି। ସେଥିପାଇଁ ନା ମୁଁ କିଛି ପିନ୍ଧି ପାରୁଛି ନା ବେକକୁ ବୁଲେଇ ପାରୁଛି। ବହୁତ କଷ୍ଟ ହଉଛି, କିନ୍ତୁ ଆନିଭର୍ସରୀ ପାଇଁ ଖାଲି ଫଟୋ ଭିଡିଓ ଟିକେ କରିଦେଇଥିଲୁ। ବର୍ଷର କଟା ହବ ସେ ତା ଦେହରୁ କିଏ ଖୁଳି ଖାଇଦେଲେ କିଏ ଖାଇଦେଲେ ବାବା ତୁ ଖାଇଦେଲୁ ଟେଷ୍ଟ କରୁଥିଲି ଚକଲେଟ ଟା ଖାଇଦେଲା। ଏଡେ କାଙ୍ଗାଳି ଟା ନା ଅଧଘଣ୍ଟେ ଅପେକ୍ଷା କରି ପାରିଲାନି କି ସକାଳୁ ମୋର ବି ମନ ହଉଥିଲା, ମୁଁ କଣ ଖାଇ ପାରୁନଥାନ୍ତି। ମୋର ପୁରା ଫ୍ରିଜ ଟା ମୁଁ ଖାଇଦେଲା ବଟର ସ୍କଚ୍ କିନ୍ତୁ ତୁ ଜାଣିଥିଲି ମୁଁ ଖାଇଛି। ହଁ ମୁଁ ଦେଖିଛି ତୁ ଖାଇଛୁ। ଦେଖିଛୁ ସତ କଥା। ସତ ବାବା ସେ ଖାଁ କାଳ ବା ତୁ ଜାଣିନୁ ମୁଁ ମୋର ବୁଲୁଥିଲି ସେ ତାର ଗଲା ତୁ ଦେଖିଦେଲ ନା ଆଉ ତୁ ଟିକେ ଖାଇଛୁ ହଁ ତୁ ଟିକେ ଖାଇଛୁ ଟିକେ କିଛି ଲୋକଙ୍କୁ ଆମ ଆନିଭର୍ସରୀ ପୁରା ସାଧା ସିଧା ଲାଗିବ, କିନ୍ତୁ ଆମକୁ ଆମ ଆନିଭର୍ସରୀ ବହୁତ ଖୁସି ଲାଗିଲା। ଆନିଭର୍ସରୀ ଆମକୁ ଗିଫ୍ଟ କଣ ମିଳିଲା ସେଇଟା ମୁଁ ଆପଣମାନଙ୍କ ସହିତ ନେକ୍ସଟ ଭିଡିଓରେ ସେୟାର କରିବି।